ସେଇଟା ହଠାତ୍ କରି ସେଇଟା ଆମେ ଚଳୁ ମତେ ଦେଖା ହୁଏ କି ମୋ କାନକୁ ଶୁଭୁନି, ମୋ ନିକଟମ ଟିକେ ଶୁଭୁନି, ଟିକେ ସରକାରୀ ସାହାଯ୍ୟ କିଛି ମିଳୁ। ଇଏ ଏକ ବୁଢ଼ା ଅସହାୟ ବାପାର ବୁକୁ ଫଟା ଚିତ୍କାର। ବାପା ଥାଉ ଥାଉ ଆଖି ବୁଜିଲା ଭେଣ୍ଡିଆ ପୁଅ। ଏପରି ସ୍ଥିତିରେ କୋଉ ବାପା ବା ନିଜକୁ ସମ୍ଭାଳି ପାରିବ? ଯେଉଁ ପୁଅ ଶେଷ ଆଶା ଭରସା ଥିଲା, ଯାହାକୁ ଦେଖି ବୁଢ଼ା ବାପା ମା ଦିନ କାଟୁଥିଲେ, ସେ ପୁଅ ଆଉ ଏ ଦୁନିଆରେ ନାହିଁ। ପୁଅକୁ ବାହୁନି ହେଉଛନ୍ତି ଅନ୍ଧ ବାପାକୁ ରୋଗିଣା ମା। ସେପଟେ ଗର୍ଭବତୀ ସ୍ତ୍ରୀ ବି ସ୍ୱାମୀର ଫଟୋକୁ ଛାତିରେ ଚାପୁଡ଼ି ଧରି ଆଖିରୁ ଲୁହ ଗଡ଼ାଉଛି। 7-8 ବର୍ଷର ସେ ହାଇଦ୍ରାବାଦ ଯାଇ କାମ କରିବେ, ସରକାରୀ ସାହାଯ୍ୟ କିଛି ମିଳୁନି। ଘର କିଏ ଚଳଉଥିଲା ମଉସା? ପୁଅ କରୁଥିଲା। ଏବେ ପୁଅ ଚାଲିଗଲା ପରେ କେମିତି ଘର ଚଳିବ କଣ କହିବେ? କଣ ସେଇଟା ଚିନ୍ତା, ମୁଁ କଣ କରିବି? ପରିବାରର ଦୁର୍ଦ୍ଦଶାକୁ ନିଜ କାନ୍ଧରେ ବୋହିଥିବା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଲ୍ୟାଣୀ ଗାଁର ଦୀପକ ବାରିକ ଦୀର୍ଘ ବର୍ଷ ହେବ ହାଇଦ୍ରାବାଦରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଘରର ସେ ଥିଲେ ଏକମାତ୍ର ରୋଜଗାରିଆ ପୁଅ। ମାତ୍ର 9 ମାସ ତଳେ ଦୀପକ ଗଢ଼ିଥିଲେ ସୁନାର ସଂସାର। ନୂଆ ସଂସାରର ସ୍ୱପ୍ନ କାନ୍ଥରେ ଲେଖାଥିବା ବେଳେ ତାହା ବି ମଳିନ ପଡ଼ିନଥିଲା। ଯାହା ହାତ ଧରି ଘରକୁ ଆଣିଥିଲେ, ସିଏ ଗର୍ଭବତୀ ଥିବାବେଳେ ସ୍ୱାମୀଙ୍କ ଫେରିବା ବାଟକୁ ଅନାଇ ରହିଥିଲେ। ହେଲେ ହସ ଖୁସିରେ ଘରୁ ଯାଇଥିବା ପୁଅ ଶେଷରେ ଶବ ହୋଇ ଘରକୁ ଫେରିଛି। କେତେ ଦିନ ଯାଇଥିଲା? 7-8 ବର୍ଷ ଖଣ୍ଡ ବେଶୀ ହେଇଗଲାଣି। କି କାମ କରୁଥିଲେ? ମେଡିସିନ କମ୍ପାନୀ। ଆମ ସନ୍ଦେହ କଣ କରୁଛନ୍ତି? ପୁଅକୁ ମାରି ଦେଇଛନ୍ତି। କେମିତି ଆମେ ଜାଣିବୁ? ସନ୍ଦେହ କରିମୁ କାହାକୁ? ଆଉ ସନ୍ଦେହ ଆମେ ଦେଖିଛୁ ନା କଣ କରିବୁ? ଆପଣ ଚାହୁଁଛନ୍ତି କଣ? ଆମେ ଗରିବ ଲୋକ, ଆମେ କେମିତି ଚଳିମୁ? ଗୋଟିଏ ଛୁଆ ମୁଁ ସଂସାର ବସେଇ ଦେଇ ଚାଲିଗଲା। ରୋଜଗାର କରିକି ଆମକୁ ବଞ୍ଚେଇ ଦେଲା। ସେ ବଡ ପ୍ରେଗନେଣ୍ଟ ଥିଲା, ଅଛି ଘର ସେ ଭାଇ ଚଳେଇବା କେହି ଆମର ନାହାନ୍ତି। ସାନ ଭାଇ ସରକାର ଯଦି କିଛି ସାହାଯ୍ୟ କରିବେ, ବୁଢାବୁଢୀ 2 ଜଣ ବଞ୍ଚିଯିବେ, ନହେଲେ ବୁଢାବୁଢୀ ଭାସିଯିବେ। ଗତ 13 ତାରିଖରେ ଦୀପକ ରହୁଥିବା ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଥିବା ସହକର୍ମୀମାନେ ଦେଖିଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭେଣ୍ଡିଆ ପୁଅର ମୃତଦେହ ଗାଁରେ ପହଞ୍ଚିବା ପରେ ମୁଣ୍ଡ ପିଟି କାନ୍ଦୁଛନ୍ତି ପରିବାର ଲୋକ। ପୁଅକୁ ଡାକି ଅନ୍ଧ ବାପା ବାହୁନି ହେଉଥିବା ବେଳେ ପତ୍ନୀ ବିବାହ ବେଳର ଫଟୋକୁ ଜାବୁଡ଼ି ଧରିଛନ୍ତି। ବୁଢ଼ୀ ମା ଆଖିରୁ ବି ଲୁହ ଥମିବାର ନାଁ ଧରୁନି। ଦାଦନ ଖଟିବାକୁ ଯାଇଥିଲେ ପେଟ ପୋଷିବାକୁ, ତାଙ୍କର ମୃତ୍ୟୁ ହୋଇଛି। ତ ନିଶ୍ଚିତ ଭାବରେ ତାଙ୍କର ଡେଡ୍ ବଡି ଆସି ପହଞ୍ଚିଲା ପରେ ଆମେ ଜିଲ୍ଲା ପ୍ରଶାସନରୁ ଯଥା ଆମେ ସାହାଯ୍ୟ କରିବୁ ଏବଂ ଜିଲ୍ଲା ରେଡ୍କ୍ରସ୍ ପାଣ୍ଠିରୁ ମଧ୍ୟ ତାଙ୍କର ପରିବାରର ମାନେ ବଂଶାବଳୀ ମାନଙ୍କୁ ସାହାଯ୍ୟ କରିବାର ବ୍ୟବସ୍ଥା କରୁଛୁ। ପ୍ରବାସୀ ଓଡ଼ିଆଙ୍କ ସହଯୋଗରେ ଶବକୁ ଗାଁକୁ ଅଣାଯାଇ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ଜଳି ପାଉଁଶ ହୋଇସାରିଥିବା ବେଳେ ନିଜ ପରିବାରକୁ କିନ୍ତୁ ମଝି ସଂସାରରେ ଭସାଇ ଦେଇଗଲା। ସ୍ଥିତି ଏପରି ଯେ ପୁଅର ଦଶାହ ପାଇଁ ପରିବାର ପାଖରେ ଅର୍ଥ ନାହିଁ। ଘରର ଏକମାତ୍ର ରୋଜଗାରିଆ ପୁଅ ଯାଇଥିଲେ ଦାଦନ ଖଟିବାକୁ। ସେଠାରେ ତାଙ୍କର ଅକସ୍ମାତ ମୃତ୍ୟୁ ପରେ ପରିବାର ଲୋକେ ଏବେ ମର୍ମାହତ ଅପେକ୍ଷା କରିଛନ୍ତି ଜିଲ୍ଲା ପ୍ରଶାସନର ସହାୟତାକୁ। ଜିଲ୍ଲା ପ୍ରଶାସନ ଆବେଦନ କଲେ ସମ୍ପୂର୍ଣ୍ଣ ଭାବରେ ସହାୟତା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଭଦ୍ରକରୁ ପାର୍ଥସାରଥୀ ନାୟକ, OTV।